ପଞ୍ଚଶମ୍ଭୁ ମିଳନର ଶୁଭଖୁଣ୍ଟି ସ୍ଥାପନ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡନିଗଡ଼ ପଞ୍ଚାୟତର ତେଲିସାହିଠାରେ ଆସନ୍ତା 9 ତାରିଖ ଅନୁଷ୍ଠିତ ହେବାକୁ ଥିବା ପଞ୍ଚଶମ୍ଭୁ ମିଳନ ପାଇଁ ଗତ ଗୁରୁବାର ଦିନ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ପ୍ରଥମେ ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା ହୋଇଥିଲା ଏବଂ ତାପରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା। ଚଳିତ ବର୍ଷକୁ ଧରି ଦୀର୍ଘ 3 ବର୍ଷ ହେବ ଏହି ପଞ୍ଚଶମ୍ଭୁ ମିଳନ ହୋଇ ଆସୁଅଛି ଏବଂ ଆସନ୍ତା 2 ବର୍ଷ ଯାଏ ଏହି ପଞ୍ଚଶମ୍ଭୁ ମିଳନ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ଉକ୍ତ କାର୍ଯ୍ୟକ୍ରମରେ ପୂଜକ ସୁଶାନ୍ତ ରଥଙ୍କ ସମେତ କମିଟିର ସଭାପତି ପ୍ରମୋଦ କୁମାର ସାହୁ, ସମ୍ପାଦକ ଦ୍ରୋଣଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ସାହୁ, ବିରାଜ ବାରିକ, ହରେକୃଷ୍ଣ ରଥ, କୁଶ ରଣା, ସୁନା ସାହୁ, ଉତ୍ତମ ରଣା, ସୁକାନ୍ତ ରଣା, ଓକିଲ ସେଠୀ, ଅମୂଲ ବାରିକ, ଟିଙ୍କୁ ସାହୁ, ଶ୍ରୀକାନ୍ତ ଦାସଙ୍କ ସମେତ ସମସ୍ତ ଗ୍ରାମବାସୀ ଯୋଗ ଦେଇଥିଲେ। ବୌଦ୍ଧରୁ ବୈଦ୍ୟନାଥ ସାମନ୍ତଙ୍କ ସହିତ ହରଭଙ୍ଗାରୁ ଚିତ୍ତରଞ୍ଜନ ସିଂଙ୍କ ରିପୋର୍ଟ, ମୋ ଜିଲ୍ଲା ଖବର।